ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ପଞ୍ଚମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ନୂତନ ପୁସ୍ତକ ଭାଷା ମହକ ଗଛ ଓ କାହାଣୀ କବିତାକୁ ଆଲୋଚନା କରିବା। ତେଣୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କରନ୍ତୁ। ଯେଉଁମାନେ ଆମ ଚ୍ୟାନେଲ ପାଇଁ ନୂଆ ଅଛନ୍ତି ଦୟାକରି ସବସ୍କ୍ରାଇବ୍ କରିଦିଅନ୍ତୁ। ପାଖରେ ଥିବା ଘଣ୍ଟି ବଟନ୍ ଦବାଇ ଅଲ୍ ନୋଟିଫିକେସନକୁ ଅନ୍ କରିଦିଅନ୍ତୁ ଏବଂ ଯଦି ଭଲ ଲାଗେ ତାହେଲେ ଲାଇକ୍ କରିବେ ଏବଂ ସାଙ୍ଗମାନଙ୍କ ସହିତ ସେୟାର କରିବେ। ତେବେ ଆସ ଏହି କବିତାଟିକୁ ଆମେ ଆଲୋଚନା କରିବା। କବିତାର ନାମ ହେଉଛି ଗଛ କାହାଣୀ, ଡକ୍ଟର ରାମଚନ୍ଦ୍ର ନାୟକ। ଆଲୋଚନା କରିବା କବିତାଟିକୁ। ନରମ ଗଳାରେ ଗଛଟି କହେ, ଶୁଣରେ ଭଉଣୀ ଭାଇ, ଫଳ ଖାଇବାକୁ ବଳାଇଛ ମନ, ଆପତ୍ତି ମୋହର ନାହିଁ। ଟାଣି ନେଉଅଛ ଡାଳକୁ ମୋହର, ଶୋଚନା ନ କରି ତିଳେ, ଜାଣିପାରିବନି ପରାଣ ମୋହର, ଦୁଃଖରେ କିପରି ଜଳେ। କ୍ଷୀର ନୁହେଁ ତ ଲୋତକ ଧାରାରେ, ନୟନ ଝରଇ ମୋର, ପରାଣ ବେଦନା ଦେଉଛି ବଖାଣି, ବାରକେ ଶ୍ରବଣ କର। ଜନରୁ କେତେ ଦୁଃଖ ସହି, ନ ମାନି ବରଷା ଝଡ଼ି, ଖରା କାକରରେ ଡାଳ ପତରକୁ ରଖିଛି ଯତନେ ଭିଡ଼ି। ଆଜି ସିନା ତୁମେ ଇରିଷା କରିଛ, ଦେଖି ଫଳ ମାଳ ମାଳ, ଜାଣିପାରିବନି ଏ ରୂପ ମୋହର, କେତେ ସାଧନାର ଫଳ। ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ, କରମ ପଥରେ ଧାରେ, କରମ ମୂଳମକୁ ମୂଳ ମନ୍ତ୍ରର କରିଛି, ପର ଉପକାର କରେ। ଚେର ମୂଳ ଠାରୁ ଡାଳ ପତରରେ, ଫୁଲ ଫଳ ଆଦି କରି, ଛାଇରେ ଆସରା ଦେଇଛି ସଭିଙ୍କୁ, ବକଳ ହୃଦୟ ଚିରି। ଅନ୍ତର ଫେଡ଼ିଣ କହୁଛି ତୁମକୁ, କରନି ଆକୁଳ ମୋତେ, ତୁମରି ସେବାରେ ରହିଛି ନୀତି ମୁଁ, ଖାଅରେ ଖାଇବ ଯେତେ। ମୋ ଫଳ ଖାଇକି ମୋହରି ଆଗରେ, ଶପଥ କରରେ ରହି, ଏ ସାରା ଜୀବନ କରମ ପଥରେ, ହେଳା ନ କରିବ କେହି। ଜଗତ ହିତରେ ଗଛ ଲଗାଇବ, ସବୁଜିମା ଜୀବ ଭରି, ଧରଣୀ ହସିଲେ ଆମ ପରିବେଶ, ହେବ ନାହିଁ ହତଶିରି। ଏହି କବିତାଟିର ଏଇଭଳି ସ୍ୱର ହେବ। ଆହୁରି ଅନେକ ସ୍ୱରରେ ମଧ୍ୟ ଆମକୁ ଯେପରି ଭଲ ଲାଗିବ ତାକୁ ଆମେ ଆବୃତ୍ତି କରିପାରିବା। ବର୍ତ୍ତମାନ ଏହି କବିତାର ସାର କଥାଟି ଆମେ ଆଲୋଚନା କରିବା। ନରମ ଗଳାରେ ଗଛଟି କହଇ, ଗୋଟେ ଗଛଟି କହୁଛି, ମାନେ ପୁରା କୋମଳ ହୃଦୟରେ କୋମଳ ସ୍ୱରରେ, ଶୁଣରେ ଭଉଣୀ ଭାଇ, ହେ ଭଉଣୀ ଭାଇ, ମୋ କଥା ଟିକେ ଶୁଣ, ମୋ କାହାଣୀ ଟିକେ ଶୁଣ। କାହିଁକି ନା ଗଛ କେତେ ଫଳ ମୂଳ ଆମକୁ ଦେଉଛି। ଫଳ ଖାଇବାକୁ ବଳାଇଛ ମନ, ପିଲାଟିକୁ କହିଛି ଯେ ଯେତେବେଳେ ଫଳ ଖାଇବାକୁ ମନ ବଳାଇଛ, ଇଚ୍ଛା କରିଛ, ମୋର ଆପତ୍ତି ନାହିଁ, କିନ୍ତୁ ଏଭଳି କର ଯାହାକି ମୋର ଗଛ ଡାଳକୁ ଭାଙ୍ଗି ଦିଅ ନାହିଁ। ଧୀର ସ୍ଥିରରେ ମୋର ଗଛର ଫଳକୁ ଖାଅ। ଏଠାରେ କବି ବର୍ଣ୍ଣନା କରିଛନ୍ତି, ଗଛର କଥାକୁ ବର୍ଣ୍ଣନା କରିଛନ୍ତି। ଟାଣି ନେଉଅଛ ଡାଳକୁ ମୋହର, ଶୋଚନ ନ କରି ତିଳେ, ମାନେ ମୋର ଗଛକୁ ଏଭଳି ଭାବେ ଟାଣି ନେଉଛ ଯଦ୍ୱାରା କି ଗଛକୁ ନଷ୍ଟ କରିଦେଉଛ, ମୋତେ ନଷ୍ଟ କରିଦେଉଛ। ତେଣୁ ଜାଣିପାରିବନି ପରାଣ ମୋର, ମୋର ସେଥିରେ ଜୀବନ ରହିଛି, ପ୍ରତି ଡାଳରେ ମୋର ଜୀବନ ରହିଛି। ଯେତେବେଳେ ଆମକୁ ଆଘାତ ଲାଗେ, ଆମକୁ କେତେ କଷ୍ଟ ଲାଗେ, ଠିକ୍ ସେଇଭଳି ଗୋଟିଏ ଗଛ ତାର କଷ୍ଟ ସହିଛି, ସେ ଫଳ ଫଳାଉଛି, ତେଣୁ ତାର ଜୀବନ ଅଛି। ସେଇ ଗଛ କେତେ ଦୁଃଖ କଷ୍ଟ ସହିଛି, କେବେ ଚିନ୍ତା କରିଛ? ତେଣୁ ଯେତିକି ଫଳ ଖାଇବା ଖାଅ, କିନ୍ତୁ ମୋତେ ଏଭଳି କଷ୍ଟ ଦିଅ ନାହିଁ। ତାପରେ କହିଛନ୍ତି, ବର୍ଣ୍ଣନା କରିଛନ୍ତି, କ୍ଷୀର ନୁହେଁ ତ ଲୋତକ ଧାରାରେ, ମାନେ ଯେତେବେଳେ ଆମେ ଡାଳଟି ଛିଡ଼ାଉ କିମ୍ବା ଫଳଟି ଛିଡ଼ାଉ, ସେଥିରେ କେତେ ଗଛରେ କ'ଣ ବାହାରେ,
କ୍ଷୀର ବାହାରେ। ତେଣୁ ସିଏ କହୁଛନ୍ତି, କବି ବର୍ଣ୍ଣନା କରିଛନ୍ତି, ଗଛକୁ ଆମେ ଡାଳକୁ ଭାଙ୍ଗିଲେ ତାର ଯେଉଁ କ୍ଷୀର ବାହାରେ ସେ କ୍ଷୀର ନୁହେଁ, ସେ ହେଉଛି ଲୋତକ ଧାରା। ମାନେ ଆମ ଆଖିରୁ ଯେଉଁ ଧାର ଧାର ହୋଇ ଲୁହ ବହେ, ଲୋତକର ଅର୍ଥ ଲୁହ। ତେଣୁ ଯେଉଁ ଲୁହର ଧାର ବହେ ସେ ହେଉଛି କ୍ଷୀର ନୁହେଁ। ମୋର ଆମ ଆଖିରୁ ଯେପରି ଧାର ଧାର ହୋଇ ଲୁହ ଝରେ ସିଏ ହେଉଛି ଲୋତକ। ତେଣୁ ଆଖିର ଲୁହ ଝରି ପଡ଼େ। ପରାଣ ବେଦନା ଦେଉଛି ବଖାଣି ବାରକେ ଶ୍ରବଣ କର। ତେଣୁ ମୁଁ ମୋର ପରାଣ ବେଦନା, ମୋ ଜୀବନର କଷ୍ଟକୁ ମୁଁ ବଖାଣୁଛି, କହୁଛି। ତେଣୁ ପିଲାମାନେ ଟିକେ ଶ୍ରବଣ କର। ତେଣୁ ଫଳ ଖାଇବା ପୂର୍ବରୁ ଟିକେ ଭାବ, ମୋ ଡାଳକୁ ନଷ୍ଟ କର ନାହିଁ, ସମ୍ପୂର୍ଣ୍ଣ ନଷ୍ଟ କର ନାହିଁ। ମୁଁ ସମସ୍ତଙ୍କୁ ସେବା ଯୋଗାଇବି, ଖାଇବାକୁ ଫଳ ଯୋଗାଇବି। ତେଣୁ ମୋତେ ସାବଧାନ ସହିତ ତୋଳ। ଏସବୁ କବି ଗଛର କାହାଣୀକୁ ବର୍ଣ୍ଣନା କରିଛନ୍ତି, ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଜନମ କାଳରୁ କେତେ ଦୁଃଖ ସହି ନ ମାନି ବରଷା ଝଡ଼ି। ଯେତେବେଳେ ଗଛଟି ଜନ୍ମ ଲାଭ କଲା ସେତେବେଳେ ସେ କେତେ ଦୁଃଖ କଷ୍ଟ ସହିଛି। ବରଷା ସହିଛି, ଝଡ଼ି ସହିଛି, ଖରା କାକର ସହିଛି, ତଥାପି କାହାକୁ ଭ୍ରୂକ୍ଷେପ କରିନାହିଁ। ଯେତେବେଳେ ଆମେ ବାହାରକୁ ବୁଲୁ, ବର୍ଷା ହୋଇଗଲେ ଆମେ ଘରକୁ ଆସି ଆଶ୍ରୟ ନେଇଯାଉ। ଶୀତ ହୁଏ ଆମେ ଘରେ ଘୋଡ଼ି ହୋଇ ଶୋଇଯାଉ। କିନ୍ତୁ ଖରା, ବର୍ଷା, କାକର, ଶୀତ, କାକର ସବୁ ସହିଛି କିଏ? ଗଛ। ଗଛ ସହି ଆମକୁ ଫଳ ଯୋଗାଉଛି, ଖରା କାକର ସହୁଛି। ଡାଳପତ୍ରକୁ ମୁଁ ଯତ୍ନରେ ସଜାଡ଼ି ରଖିଛି ବୋଲି ଗଛର କଥାକୁ କବି ଅତି ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଆଜି ସିନା ତୁମେ ଈର୍ଷା କରିଛ, ଦେଖି ଫଳ ମାଳ ମାଳ। ଦେଖ, ଗୋଟିଏ ଗଛକୁ ଯଦି ଫଳ ଫଳିଥିବ ସେ ଫଳକୁ ଦେଖି ଆମ ମନରେ କେତେ ଈର୍ଷା ଆସୁଛି, ଲୋଭ ଅଛି। କେଡ଼େ ସୁନ୍ଦର ଭାବେ ଫଳ ଫଳିଛି, ଚାଲ ଆମେ ଏଇ ଗଛର ଫଳକୁ ଛିଣ୍ଡାଇ ନେବା, ଆମେ ଖାଇବା, ମନ ଇଚ୍ଛା ଖାଇବା। କେତେ ଈର୍ଷା ଲାଗୁଛି, କେତେ ଲୋଭ ଲାଗୁଛି, ନାଇଁ ପିଲାମାନେ? ତେଣୁ ଦେଖି ଫଳ ମାଳ ମାଳ, ଜାଣିପାରିବନି ଏ ରୂପ ମହର, କେତେ ସାଧନାର ଫଳ। ତେଣୁ ମୁଁ ଯେତେବେଳେ ଗଛ କଥାକୁ କବି ବର୍ଣ୍ଣନା କରିଛନ୍ତି, ଗଛ ଯେଉଁ ଫଳ ତିଆରି କରିଛି, ଫଳ ସଞ୍ଚିତ କରିଛି, ସେଇ ଫଳ ପାଇଁ ଗଛକୁ କେତେ କଷ୍ଟ ସହିବାକୁ ପଡ଼ିଛି। ତେଣୁ କେତେ କଷ୍ଟ ସହିଛି, କେତେ ସାଧନା କରିଛି, ତାହାକୁ କବି ବର୍ଣ୍ଣନା କରିଛନ୍ତି। ସାନରୁ ହୋଇଲି ବଡ଼ ପର୍ଯ୍ୟନ୍ତ, ମାନେ ଗୋଟିଏ ଗଛ ଛୋଟରୁ ବଡ଼ ହେବା ପର୍ଯ୍ୟନ୍ତ ସେ କେତେ କଷ୍ଟ ଯନ୍ତ୍ରଣା ସହିଛି ସେ କଥା କେବଳ ଗଛଙ୍କୁ ହିଁ ଜଣା। ତେଣୁ କରମ ପଥରେ ଧାରେ, କରମକୁ ମୂଳ ମନ୍ତ୍ର କରିଣ, ପର ଉପକାର କରେ। ଗଛ କର୍ମ କରି ଚାଲିଛି, ତେଣୁ ସେ ଅନ୍ୟ ଲୋକଙ୍କୁ ଆହାର ଯୋଗାଉଛି, ଖାଦ୍ୟ ଯୋଗାଉଛି, ଫଳ ଯୋଗାଉଛି, ତାହା ପରର ଉପକାର କରୁଛି, ଅନ୍ୟର ଉପକାର ବା ମଙ୍ଗଳ କାମନା କରୁଛି। ଚେର ମୂଳଠାରୁ ଡାଳ ପତ୍ରରେ ଫୁଲ ଫଳ ଆଦି କରି, ଛାଇରେ ଆସରା ଦେଇଛି ସଭିଙ୍କୁ, ବକଳ ହୃଦୟ ଚିରି। ତେଣୁ ଗୋଟିଏ ଗଛ ତାର ଡାଳ ପତ୍ରରେ ମାନେ ଛାଇ ପ୍ରଦାନ କରୁଛି, ପଥିକକୁ ଆଶ୍ରୟ ଦେଉଛି, ଫୁଲ ଫଳ ଯୋଗାଉଛି, ତାର ଡାଳ ପତ୍ରରେ ଆଶ୍ରୟ ଦେଉଛି। ତେଣୁ ଛାଇ ପ୍ରଦାନ କରୁଛି, ଛାଇରେ ଆଶ୍ରୟ ଦେଇଛି ସଭିଙ୍କୁ, ସଭିଙ୍କୁ ମାନେ ସମସ୍ତଙ୍କୁ, ସମସ୍ତଙ୍କୁ ଆଶ୍ରୟ ଦେଉଛି, ଫଳ ଦେଉଛି, ଛାଇ ଦେଉଛି। ତେଣୁ ଗଛ କେତେ ଉପକାର କରୁଛି, ଅନ୍ୟର ଉପକାର କରୁଛି। ଅନ୍ତର ଫେଣ କହୁଛି ତୁମକୁ, କରନି ଆକୁଳ ମୋତେ, ତୁମରି ସେବାରେ ରହିଛି ନୀତି ମୁଁ, ଖାଅରେ ଖାଇବ ଯେତେ। ତେଣୁ ପିଲାମାନେ, ମୁଁ ତୁମମାନଙ୍କ ସେବାରେ ଅଛି, କିନ୍ତୁ ଯେତିକି ଖାଇବା କଥା ଖାଅ, କିନ୍ତୁ ମୋତେ ତୋଳିବା ପୂର୍ବରୁ ଟିକେ ବିଚାର କରି, ମାନେ ଦୟା ଦେଖାଇ ଡାଳପତ୍ରକୁ ଭାଙ୍ଗ ନାହିଁ। ଯେତିକି ଖାଇବା କଥା ଖାଅ। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି, ଏ ସାରା ଜୀବନ କରମ ପଥରେ ହେଳା କରିବ କେହି। ତେଣୁ ମୋର ଫଳକୁ ଖାଅ, ମୋରି ଆଗରେ ଶପଥ କର। ଏ ସାରା ଜୀବନ କରମ ପଥରେ, ମାନେ ଏ ସାରା ଜୀବନ ହେଉଛି ବା ଆମ ଜୀବନ କର୍ମପଥ। ଆମେ କର୍ମ କରିବା, ଅନ୍ୟର ଉପକାର କରିବା, କେବେ ହେଳା କରିବା ନାହିଁ।
ଜଗତ ହିତରେ ଗଛ ଲଗାଇବ ସବୁଜିମା ଯିବ ଭରି। ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ତେଣୁ ଏଇ ଜଗତରେ ଏଇ ପୃଥିବୀରେ ଆମେ ଗଛ ଲଗାଇବା, ଆମେ ଚତୁର୍ଦିଗକୁ ସବୁଜିମା ଭରିଦେବା, ସବୁଜମୟ କରିଦେବା, ତାହେଲେ ଧରଣୀ ହସି ଉଠିବ। ତେଣୁ ଆମେ ଜାଣିଛେ ଗଛ ରହିଲେ ଆମେ ବଞ୍ଚିବା। କାହିଁକି ନା ଗଛ ଆମକୁ ଅମ୍ଳଜାନ ଦିଏ ଏବଂ ଆମେ ସେଇ ଅମ୍ଳଜାନକୁ ନେଇ ଆମେ ବଞ୍ଚିଥାଉ। ଆମେ ଯେଉଁ ଅଙ୍ଗାରକାମ୍ଳ ଛାଡ଼ୁ ତାହା ଗଛକୁ ଗ୍ରହଣ କରିଥାଏ। ତେଣୁ ଗଛ ଅମ୍ଳଜାନ ଦିଏ, ଅଙ୍ଗାରକାମ୍ଳ ନିଏ। ତେଣୁ ଆମକୁ କେତେ ଉପକାର କରୁଛି। ତେଣୁ ଧରଣୀ ହସିଲେ, ପୃଥିବୀ ହସିଲେ, ଆମେ ହସିବା, ଆମ ପରିବେଶ ହସି ଉଠିବ। ତେଣୁ ହେବ ନାହିଁ ହତଶିରି, କେବେବେଳେ ଶ୍ରୀହୀନ ହେବ ନାହିଁ। ଏହି କବିତାର ସାର କଥାକୁ ଆମେ ଆଲୋଚନା କଲେ। ବର୍ତ୍ତମାନ ଆମେ ଏହାର ପ୍ରଶ୍ନ ଉତ୍ତରକୁ ସଂକ୍ଷେପରେ ଆଲୋଚନା କରିବା। ଗଛଟି ନରମଙ୍ଗଳାରେ କାହାକୁ କହୁଛି? ଏହାର ଉତ୍ତର ହେବ ଗଛଟି ନରମଙ୍ଗଳାରେ ମଣିଷ ଜାତିକୁ କହୁଛି। ଗଛଟି ଜନ୍ମକାଳରୁ ଗଛଟି କେଉଁ କେଉଁ ଯାତନା ସହି ଆସିଛି? ଏହାର ଉତ୍ତର ହେବ ଜନ୍ମ କାଳରୁ ଗଛଟି ଖରା, ବର୍ଷା, ଶୀତ, ପବନ, ପ୍ରାକୃତିକ ବିପର୍ଯ୍ୟୟର ଯାତନା ସହି ଆସିଛି। ଏହାକୁ ଆମେ ଏଠାରେ ଲେଖିବା। ଗଛ ଆମ ପାଇଁ କ'ଣ ସବୁ ସାଇତି ରଖିଛି? ଏହାର ଉତ୍ତର ହେବ ଗଛ ଆମ ପାଇଁ ନାନା ପ୍ରକାର ଫଳ, ଅମ୍ଳଜାନ, ଔଷଧ, ଜାଳେଣୀ, ଗୃହ ଉପକରଣ ସାଇତି ରଖିଛି। ଗଛର ଭାଷାରେ ଆମେ କାହାକୁ ମୂଳମନ୍ତ୍ର କରିବା ଉଚିତ? ଏହାର ଉତ୍ତର ହେଉଛି ଗଛର ଭାଷାରେ ପର ଉପକାର, ଅନ୍ୟର ସେବା କରିବାକୁ ମୂଳମନ୍ତ୍ର କରିବା ଉଚିତ। କ'ଣ ନ କରିବାକୁ ଗଛଟି ଅନୁରୋଧ କରୁଛି? ଏହାର ଉତ୍ତର ହେବ ଗଛକୁ ନ କାଟିବାକୁ ଏବଂ ପରିବେଶକୁ ନଷ୍ଟ ନ କରିବାକୁ ଗଛ ଅନୁରୋଧ କରୁଛି। ତଳେ କେତେଗୁଡ଼ିଏ ପ୍ରଶ୍ନ ଓ ସେମାନଙ୍କର ଉତ୍ତର ରଖାଯାଇଛି। ଠିକ୍ ଉତ୍ତରଟି ପାଖରେ ଠିକ୍ ଚିହ୍ନ ଦେବ। ଦେଖ, ଜୀବନ ସାରା କେଉଁ ପଥରେ ହେଳା ନ କରିବାକୁ ବୃକ୍ଷ କହିଛି? ଜୀବନ ସାରା ଧର୍ମ ପଥ। ତେଣୁ ଧର୍ମ ପଥ ପାଖରେ ଆମେ ଠିକ୍ ଚିହ୍ନଟିଏ ଦେବା। ଗଛ କ'ଣ କରି ସମସ୍ତଙ୍କୁ ଛାଇରେ ଆଶ୍ରୟ ଦେଉଛି? ଗଛ କ'ଣ କରି ବକଳ ହୃଦୟ ଚିରି? ଉତ୍ତର ହେବ ଠିକ୍ ଦେବା। ଜଗତ ହିତରେ କ'ଣ କରିବା ଉଚିତ? ଫଳ ଖାଇବା, ସବୁଜିମା ଭରିବା, ପର ଉପକାର କରିବା, ଗଛ ଲଗାଇବା। ଜଗତ ହିତ ପାଇଁ ପର ଉପକାର କରିବା ହେଉଛି ଠିକ୍। ଏଠି 4 ନମ୍ବର ପ୍ରଶ୍ନର ଉତ୍ତର, ପର ଉପକାର କରିବା ପାଇଁ କାହାକୁ ମୂଳମନ୍ତ୍ର କରିବା ଉଚିତ? ପର ଉପକାର କରିବା ପାଇଁ ଧର୍ମକୁ ମୂଳମନ୍ତ୍ର କରିବା ଉଚିତ। ଜାଣିପାରିବନି ଏ ରୂପ ମୋହର, କେତେ ସାଧନାର ଫଳ। ଏକଥା କିଏ କହିଛି? ଏକଥା ଗଛ କହିଛି। ତେଣୁ ଗଛ ପାଖରେ ଠିକ୍ ଚିହ୍ନଟିଏ ଦେବା। 1 ନମ୍ବର ପ୍ରଶ୍ନ, ଚିନ୍ତା କଳ୍ପନାର ପ୍ରଶ୍ନ। ଗଛ କେବେ କାହା ସହିତ କଥା ହେବାର ତୁମେ ଦେଖିଛ, ଜାଣିଛ? ଗଛ କଥା କହିପାରେ ନାହିଁ। କଥା କହିବାର ସାହସ ବା ତାର ସାମର୍ଥ୍ୟ ନାହିଁ। ତେଣୁ ଗଛ କେବେ କାହା ସହିତ କଥା ହୁଏ ନାହିଁ। ତୁମେ କେବେ ଗଛ ସହିତ କଥା ହୋଇଛ କି? ମନେ ରଖ, ଗଛମାନେ ପରସ୍ପର ସହ କଥା ହୁଅନ୍ତି। ମନେକର ତୁମେ ଗୋଟିଏ ଗଛ। ତୁମେ ତୁମ ବନ୍ଧୁ ସହିତ କ'ଣ କଥାବାର୍ତ୍ତା ହେବ କୁହ? ତାକୁ ଭାବନା କରି ଆମେ ଲେଖିବା। କ'ଣ କଲେ ଆମ ଧରଣୀ ହତଶ୍ରୀ ହେବ ନାହିଁ? ଏହାର ଉତ୍ତର ହେବ ଗଛ ରହିଲେ ପରିବେଶ ସୁସ୍ଥ ରହିବ। ଗଛ ରହିଲେ ଚାରିଆଡ଼େ ସବୁଜିମା ଦେଖାଯିବ। ତେଣୁ ଆମେ ଗଛକୁ ନ କାଟି ଗଛକୁ ଲଗାଇବା, ତାହେଲେ ହତଶ୍ରୀ ହେବ
ନାହିଁ। ଧରଣୀ ହତଶ୍ରୀ ହେବ ନାହିଁ। ଲେଖିବା ଗଛ ତା ଜୀବନରେ କି କି ଯାତନା ସହିଛି। ଏହାର ଉତ୍ତର ହେବ ଗଛ ତା ଜୀବନରେ ଖରା, ବର୍ଷା, ଶୀତ, ଝଡ଼ ତୋଫାନ ଆଦି ସହିଛି। ଆମେ ସବୁ ଗଛକୁ କିପରି କଷଣ ଦେଉଛେ? ଆମେ ନିଜର ସ୍ୱାର୍ଥ ପାଇଁ ଗଛକୁ କାଟି ସଫା କରିଦେଉଛେ। ଏଇଭଳି ଆମେ ଗଛକୁ କଷଣ ଦେଉଛେ। ଆମ ପାଇଁ ଗଛ କ'ଣ ସାଇତି ରଖିଛି? ଆମ ପାଇଁ ଗଛ ବିଭିନ୍ନ ପ୍ରକାର ଫଳ, ଫୁଲ, ଔଷଧ, ଘର ତିଆରି କରିବା ପାଇଁ ଗୃହ ଉପକରଣ, ଜାଳେଣୀ ଯୋଗାଇ ଦେଉଛି। ଗଛର ଉପକାର ପାଇଁ ତୁମେ କ'ଣ କରିବ? ଏହାର ଉତ୍ତର ହେବ ଗଛର ଉପକାର ପାଇଁ ଆମେ ଗଛକୁ ସଦାସର୍ବଦା ଯତ୍ନ ନେବା, ଗଛରେ ପାଣି ଦେବା, ଗଛକୁ ନଷ୍ଟ କରିବା ନାହିଁ ଇତ୍ୟାଦି କାମ ଆମେ କରିପାରିବା। କବିତାଟିକୁ ଆଉ ଥରେ ପଢ଼। ତଳେ ଦିଆଯାଇଥିବା ପଦ୍ୟାଂଶରୁ ଯାହା ବୁଝିଲ ବନ୍ଧୁମାନଙ୍କ ସହ ଆଲୋଚନା କରି ଲେଖ। କ୍ଷୀର ନୁହେଁ ତ ଲୋତକ ଧାରାରେ ନୟନ ଝରାଇ ମୋର। ଏହାର ଭାବାର୍ଥକୁ ଆମେ ଆଲୋଚନା କରିବା। କ୍ଷୀର ନୁହେଁ ଏତ ଲୋତକ ଧାରାରେ ନୟନ ଝରାଇ ମୋର, ମାନେ ଗଛରୁ ଯଦି ଫଳଟିଏ ଆମେ ଛିଣ୍ଡାଉ କିମ୍ବା ପତ୍ରଟିଏ ଛିଣ୍ଡାଉ, ସେଥିରୁ ଧାର ଧାର ହୋଇ ଯେଉଁ କ୍ଷୀର ବହୁଥାଏ ତାକୁ କବି ବର୍ଣ୍ଣନା କରିଛନ୍ତି ବା ଗଛର କଥାକୁ କବି ବର୍ଣ୍ଣନା କରିଛନ୍ତି। ଏ କ୍ଷୀର ନୁହେଁ, ଇଏ ହେଉଛି ଲୋତକ ଧାରା, ମାନେ ଆଖିରେ ଯେପରି ଝରି ଆସୁଥାଏ ଲୁହ, ସେଇ ଲୁହର ଧାର ବୋଲି କବି ଗଛର କଥାକୁ ବର୍ଣ୍ଣନା କରିଛନ୍ତି। ଧରଣୀ ହସିଲେ ଆମ ପରିବେଶ ହେବ ନାହିଁ ହତଶିରି। ଏହାର ଭାବାର୍ଥ ହେଉଛି ଧରଣୀ ଅର୍ଥ ପୃଥିବୀ ହସିଲେ ଆମ ପରିବେଶ। ପୃଥିବୀ କେତେବେଳେ ହସିବ? ଯେତେବେଳେ ଚାରିଆଡ଼େ ଗଛ ଲଗାଯାଇଥିବ, ସବୁଜିମା ଭରି ରହିଥିବ, ତେଣେ ସେତେବେଳେ ଆମର ହତଶିରି ଦେଖାଯିବ ନାହିଁ ବା ସବୁଜ ସୁନ୍ଦର ଦେଖାଗଲେ ହତଶିରି ଦେଖାଯିବ ନାହିଁ ବୋଲି କବି ବର୍ଣ୍ଣନା କରିଛନ୍ତି। ମୋ ଫଳ ଖାଇକି ମୋହରି ଆଗରେ ଶପଥ କରରେ ରହି। ଏଠାରେ କବି ଗଛର କଥାକୁ ବର୍ଣ୍ଣନା କରିଛନ୍ତି। କହିଛନ୍ତି ଗଛ ଆମମାନଙ୍କୁ ନାନା ପ୍ରକାର ଫଳ ଖାଇବାକୁ ଦିଏ। ସେଇ ଫଳ ଖାଇ ଆମେ ଜୀବନ ଯାପନ କରୁଛେ। ତେଣୁ ଯେତେବେଳେ ଆମେ ଫଳ ଖାଉଛେ, ତେଣୁ ସେଇ ଗଛ ପାଖରେ ଆମେ ଶପଥ କରିବା, ଆମେ ନୂଆ ଗଛ ସୃଷ୍ଟି କରିବା। ତାହାର ମଞ୍ଜିକୁ ନେଇ ପୋତି ଚାଷ କରି ଆମେ ନୂଆ ଗଛ ସୃଷ୍ଟି କରିବା। ଏକଥା କବି ଗଛର କଥାକୁ ବର୍ଣ୍ଣନା କରି କହିଛନ୍ତି। କରମକୁ ମୂଳ ମନ୍ତ୍ର କରିଣ ପର ଉପକାର କର। ଏଠାରେ ଗଛଟି ବର୍ଣ୍ଣନା କରୁଛି ଯେ ଆମେ ଯାହା କରୁଛେ କିନ୍ତୁ ଅନ୍ୟର ଯଦି ଉପକାର କରିବା ତାହେଲେ ସବୁକିଛି ହୋଇପାରିବ। ଆମେ କର୍ମକୁ ଠିକ୍ କରିବା। କର୍ମ କରିବା, ସବୁର ମୂଳରେ ହେଉଛି କର୍ମ କରିବା। କର୍ମ ଯଦି ନ କରିବା ଆମେ ପଛରେ ପଡ଼ିବା, ଆମେ ଅସୁବିଧା ଭୋଗ କରିବା। ତେଣୁ ଆମେ କର୍ମକୁ କରିବା, ମନ୍ତ୍ର କରିବା, ପର ଉପକାର କର, ମାନେ କର୍ମ କରିବା ତା ସହିତ ଅନ୍ୟର ଉପକାର କରିବା, ତାହା ବର୍ଣ୍ଣନା କରିଛନ୍ତି। ତଳେ କ ସ୍ତମ୍ଭରେ କେତେଗୁଡ଼ିଏ ଭାବାର୍ଥ ଦିଆଯାଇଛି। କବିତାରେ କେଉଁଠି ସେହି କଥା କୁହାଯାଇଛି? ଖ ସ୍ତମ୍ଭର ସେହି ଧାଡ଼ି ବା ଧାଡ଼ିଗୁଡ଼ିକ ଲେଖ। ନମୁନାଟିଏ ଦିଆଯାଇଛି। କ ସ୍ତମ୍ଭରେ ଲେଖାଯାଇଛି ଗଛ ଆମକୁ ଫଳ ଖାଇବାକୁ ମନା କରିନାହିଁ। କବିତାରେ ଲେଖାଯାଇଛି ଫଳ ଖାଇବାକୁ ବଳାଇଛ ମନ, ଆପତ୍ତି ମୋହର ନାହିଁ। ସେହିଭଳି ଦ୍ୱିତୀୟରେ ଲେଖାଯାଇଛି ଗଛର ଆଖିରୁ ଲୁହର ଧାର ବହୁଛି। ଗଛର ଲୁହ ଧାର ବହୁଛି। ଆମେ ଏଠି ଲେଖିବା ଲୋତକ ଧାର ତ ବହୁଛି ନୟନ। ଲୋତକ ଧାର ତ ବହୁଛି ନୟନ, କହୁଛି କି କିଛି ବାଣୀ। ଏଠି ଆମେ ଲେଖିବା 3 ନମ୍ବର